ତ ପିଲି ମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ଯେତିକି ଆମର ଅଛ ସେକେଣ୍ଡ ଇୟର ପିଲାମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଆଲୋଚନା କରୁଥିଲେ ଖାଲି ଦିନ ରାତି ସ୍ୱପ୍ନ ଦେଖୁଛ ଧନ ଧନ ଧନ। ଦେନ୍ କଣ ମଞ୍ଚେ କେତେ ଆସି କେତେ ଗଲେ ଭାଇ, କିଏ ନେଇ ଗଲ କି ଧନ ମୁଣ୍ଡାଇ। ଦେଖ ପିଲେ ତମ ମାନଙ୍କର 87 ନମ୍ବର ପୃଷ୍ଠାକୁ ଦେଖ। ଏଇ ମଞ୍ଚକୁ ବୁଝିପାରିଲା, ଏଇ ପୃଥିବୀକୁ, ଏଇ ମର୍ତ୍ତ୍ୟକୁ, ଏଇ ପୃଥିବୀ ରୂପକ ମର୍ତ୍ତ୍ୟ ବର୍ତ୍ତମାନ ଆମେ ସମସ୍ତେ ଗୋଟିଏ ଗୋଟିଏ ରଙ୍ଗମଞ୍ଚରେ ଅଭିନୟ କରୁଛେ। ତମେ ମାନେ ସମସ୍ତେ ଛାତ୍ର ଭୂମିକାରେ ଅଭିନୟ କରୁଛ, ମୁଁ ଶିକ୍ଷକ ଭୂମିକାରେ ଅଭିନୟ କରୁଛି। କିଏ କୋଉ ଭୂମିକାରେ ଅଭିନୟ କରୁଛି ଆଉ କିଏ କଲେଜ ଯାଇକି ହିରୋ ଭୂମିକାରେ ମଧ୍ୟ ଅଭିନୟ କରୁଥିବ। ତେଣୁ ମଞ୍ଚେ, ଏଇ ରଙ୍ଗ ମଞ୍ଚରେ କେତେ ଆସି, ବୁଝିପାରିଲା, କେତେ ଗଲେଣି। ଆମେ ବର୍ତ୍ତମାନ ଖାଲି ତମେ ଆମେ ପଢୁଛେ, ଆ ପୂର୍ବରୁ ମଧ୍ୟ କେତେ ଗଲେଣି, ବୁଝିପାରିଲା, କେତେ ଆହୁରି ଆସିବେ। ତେଣୁ ମଞ୍ଚେ କେତେ ଆସି କେତେ ଗଲେ ଭାଇ, ବୁଝିପାରିଲା, କେତେ ଆସିକି କେତେ ଗଲେଣି। ଦେନ୍ କିଏ ନେଇ ଗଲ କି ଧନ ମୁଣ୍ଡାଇ, କିଏ କେତେ ଧନ ମୁଣ୍ଡାଇକି ନେଇଯାଇଛନ୍ତି କି। ତମେ ଦେଖିଛ କି ଯେ ଇଏ ମରିଗଲେ, ସିଏ ମରିଗଲେ, କେତେ ଧନ ହାତରେ ନେଇଗଲେ, କେତେ ଧନ ପକେଟରେ ପୁରେଇକି ନେଇଗଲେ। ଆଉ ପ୍ୟାଣ୍ଟ ପକେଟରେ ପୁରେଇକି ନେଇଛନ୍ତି। କେହି ନେଇଛନ୍ତି କିଛି କି? ନେଇଛନ୍ତି କିଛି? ଯେତେବେଳେ ଜଣେ ଜଣଙ୍କର ମୃତ୍ୟୁ ହେଇଯାଉଛି, ଯଦି ଆମେ କହିଲେ ଯେତେବେଳେ ଆମ ଯାହାର ମୃତ୍ୟୁ ହେଇଯାଉଛି, ଆମ ପାଖାପାଖି ଏରିଆର କି ଆମର ନିଜର ପାଖାପାଖି ନିଜର ଲୋକମାନଙ୍କର ଯେତେବେଳେ ମୃତ୍ୟୁ ହେଇଯାଉଛି, ସେମାନେ କିଛି ଟଙ୍କା ପଇସା ପତ୍ର ନେଇକି ଯାଉଛନ୍ତି କି? କେହି କିଛି ନେଉନାହାନ୍ତି, ସବୁ କିଛି ଏଇଠି ରହିଯାଉଛି, ବୁଝିପାରିଲା। ତାହେଲେ ଏଇ ମଞ୍ଚରେ କେତେ ଆସି କେତେ ଅଭିନୟ କରିକି ଚାଲି ଯାଇଛନ୍ତି, ପରନ୍ତୁ କେହି କିଛି ଧନକୁ ମୁଣ୍ଡେଇକି ନେଇ ଯାଇନାହାନ୍ତି। ଦେନ୍ କଣ ହଉଛି, ପଡି ତ ରହିଲେ ପଛେ କେତେ ଘୋଡା, ପଡି ତ ରହିଲା ସୁନା ରୂପା ତୋଡା। ତାହେଲେ ସମସ୍ତେ ଚାଲି ଯାଇଛନ୍ତି ଏ ପୃଥିବୀକୁ ଛାଡିକି, ଇହଳା ଲୀଳା ସମ୍ବରଣ କରୁଛନ୍ତି, ମୃତ୍ୟୁ ଲୋକକୁ ଯାଇଛନ୍ତି। ଯେତେବେଳେ ଯାଇଛନ୍ତି ସାଙ୍ଗରେ କେହି କିଛି ଧନ ମୁଣ୍ଡାଇକି ନେଇକି ଯାଇନାହାନ୍ତି, ସବୁ କିଛି ଏଇଠି ରହିଯାଇଛି। କଣ କଣ ପଡି ରହିଯାଇଛି, ତାଙ୍କର ଯୋଉ ହାତୀ ହଉ, ପିଲେ ଦେଖ ସ୍କ୍ରିନକୁ ଦେଖ, ହାତୀ ହଉ, ଘୋଡା ହେଉ, ଯାହାକୁ ସେ ବ୍ୟବହାର କରୁଥିଲେ, ସେରାକୁ ସବୁ ରହିଯାଇଛି। ଏବଂ ଯୋଉ ସୁନା ରୂପା, ବୁଝିପାରିଲା, ଖାଲି ଚକ୍ୟରେ ଯାହା ବିମୋହିତ ହୋଇଥିଲେ, ତାହା ମଧ୍ୟ ଏଠି ରହିଯାଇଛି, ସବୁ ଏଇଠି ପଡି ରହିଛି। ଦେନ୍ ପଡି ତ ରହିଲା ରତନ ବାସର, କୁବେର ଭଣ୍ଡାର ସମଗନ୍ତାଘର, ପଡି ତ ରହିଲା ରତନ ବାସର, ପଡି ତ ରହିଲା ରତନ, ବୁଝିପାରିଲା, ଏଠି ରତ୍ନ, ଯୋଉ ଉଜ୍ଜଳ ରତ୍ନ ଏଠି ପଡି ରହିଛି, ସୁନା ରୂପା ଏଠି ପଡି ରହିଲା, ଫୁଲ ତୋଡା, ହାତୀ ଘୋଡା ସବୁ ଏଠି ପଡିଲା, କେହି ମୁଣ୍ଡାଇ କିଛି ଯାଇନାହାନ୍ତି। ଦେନ୍ କୁବେର ଭଣ୍ଡାର ସମଗନ୍ତାଘର, କୁବେର ଭଣ୍ଡାର, ଆମେ ଜାଣିଛେ ସବୁ ଯେ ସ୍ୱର୍ଗର ଧନ ଦେବତା ହଉଛନ୍ତି କୁବେର, ଯାହାଙ୍କ ପାଖରେ ପ୍ରବଳ ଧନ ଥାଏ ଏବଂ ଯେଉଁଠି ଜମା ସରିବନି।
ସେଇଭଳି କୁବେର ଭଣ୍ଡାର, ଅସରନ୍ତି କୁବେର ଭଣ୍ଡାର, ଅସରନ୍ତି ଧନ ସମ୍ପତ୍ତିର ଗନ୍ତାଘରକୁ କେହି ସାଙ୍ଗରେ ମୁଣ୍ଡେଇକି ନେଇ ଯାଇ ପାରି ନାହାନ୍ତି। ସମସ୍ତେ ଏଇଠି ଛାଡି ଦେଇକି ଯାଇଛନ୍ତି। ଆମେ ଖାଲି ଧନ 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 ବୋଲି କହୁଛେ। ଏଠି କବିବର ରାଧାନାଥ ରାୟ ସେଇଭଳି ସମାଲୋଚନା କରିଛନ୍ତି ରାଜନ୍ୟ ମଣ୍ଡଳୀ ମାନଙ୍କୁ, ରାଜ କର୍ମଚାରୀ ମାନଙ୍କୁ, ଅହଂ ପ୍ରମତ ଶାସକ ମାନଙ୍କୁ ସମାଲୋଚନା କରି କହୁଛନ୍ତି ଯେ ଆପଣମାନେ ସିନା ଆଜି ମିଛଟାରେ ଏହି ଅହମିକା ଦେଖାଉଛନ୍ତି, ପରନ୍ତୁ ପ୍ରକୃତରେ ଯେଉଁ ପ୍ରଜା ମାନଙ୍କୁ ଶୋଷଣ କରୁଛ, ଥରେ ଆପଣ ବଡ ପଣଙ୍କୁ ଆପଣାନ୍ତୁ, ଶ୍ରେଷ୍ଠ ପଣଙ୍କୁ ଆପଣାନ୍ତୁ, ପୂର୍ବ ପୁରୁଷଙ୍କ କଥା ଟିକେ ମନେ ପକାନ୍ତୁ। ଆପଣ ମାନେ ଆଜି କରନ୍ତୁ କଣ କରୁଛନ୍ତି, ସବୁ କିଛି ଶୋଷିକି ଏଇ ନିରୀହ ପ୍ରଜା ମାନଙ୍କୁ ବ୍ୟସ୍ତ ବିବ୍ରତ କରି ତାଙ୍କ ମୁହଁରୁ ଦାନ ଛଡେଇ ବିଦେଶୀ ମାନଙ୍କୁ ପୋଷୁଛନ୍ତି। ଯୋଉ ଇଂରେଜ ମାନେ ଅଛନ୍ତି, ନିଜେ ଦେଶୀ ହୋଇ, ପରନ୍ତୁ ଯେତେବେଳେ ମରିଯିବେ ନା, ବୁଝିପାରିଲା, ଧନ 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 ହେଉଛନ୍ତି, ଯେତେବେଳେ ମରିଯିବେ ନା ଏଇ ଧନ ଏଇଠି ରହିଯିବ। କାହାକୁ ବି ଆପଣ ସାଙ୍ଗରେ ନେଇ ଯାଇପାରିବେନି, ବୁଝିପାରିଲା। ତାହେଲେ ପିଲେ ଆଜି ପାଇଁ ବସ୍ ଏତିକି। ପରବର୍ତ୍ତୀ ସମୟରେ ଆମେ ତାର ଅନ୍ୟ ଏକ ଅଧ୍ୟାୟ ଆରମ୍ଭ କରିବା। ତାହେଲେ ଆଜି ପାଇଁ ବସ୍ ଏତିକି।